ତ ନମସ୍କାର ବନ୍ଧୁ, ସ୍ୱାଗତ ଆପଣମାନଙ୍କୁ ମୋର ଏଇ ଆଉ ଗୋଟିଏ ନୂଆ ଅଧ୍ୟାୟରେ। ତ ଆମେ ପୂର୍ବ ଅଧ୍ୟାୟରେ ଜାଣିଥିଲେ ସବୁ ନାରୀଙ୍କର ମନେ ରଖିବା କଥା। ଆଉ ଆଜି ଆମେ ଏଇ ଅଧ୍ୟାୟରେ ଜାଣିବା କ'ଣ ଜାଣିବା ଭଲ କହିଲେ। ତ ଚାଲନ୍ତୁ ବନ୍ଧୁ, ଡେରି ନକରି ଆଉ ଆମେ ଆରମ୍ଭ କରିବା। କ'ଣ ଜାଣିବା ଭଲ କହିଲେ। ଉଚ୍ଚ କୂଳରେ ଜନ୍ମ ହେଲେ ଗୁଣହୀନ, ଏଥିରେ ଲାଭ କ'ଣ? ଆଗକୁ ଯିବା। ନୀଚ କୂଳରେ ଜନ୍ମ ହେଲେ ଗୁଣବନ୍ତ, ଏଥିରେ ମହତ କେତେ? କାରଣ ଶାସ୍ତ୍ର ବିଦ୍ୟା ଦ୍ୱାରା ବିଦ୍ୟା ଅର୍ଜନ କରୁଛନ୍ତି, ତେଣୁ ଦେବଯୋଗ୍ୟ ଦେବତାମାନଙ୍କର ପୂଜା ପାଆନ୍ତି। ବନ୍ଧୁ ଆଗକୁ ଯିବା। ମିଥ୍ୟାବାଦୀ ସ୍ୱାର୍ଥପର ମନୁଷ୍ୟମାନଙ୍କ ଠାରୁ ଦୂରେଇ ରହିବା ଭଲ, କାରଣ ସେମାନଙ୍କ ପାଇଁ ମନୁଷ୍ୟର ଅମୃତ ତୁଲ୍ୟ କଥା ସେମାନଙ୍କ ଲାଗି ବିଷ ଦାୟକ। ତେଣୁ ଏପରି ଦୁଷ୍ଟମାନଙ୍କ ଠାରୁ ଦୂରେଇ ରହିବା ଭଲ। ଆଗକୁ ଯିବା। ଯେଉଁଠାରେ କୌଣସି ଶିକ୍ଷାର ବ୍ୟବସ୍ଥା ନାହିଁ। ଆଗକୁ ଯିବା। ଯେଉଁଠାରେ ନିଜର କେହି ଆତ୍ମୀୟ ବନ୍ଧୁ ବାନ୍ଧବ ନଥିବେ। ଆଗକୁ ଯିବା। ଯେଉଁଠାରେ ସମ୍ମାନ ପାଇବାର ସୁଯୋଗ ନଥିବ। ଆଗକୁ ଯିବା। ସେ ସ୍ଥାନ ପରିତ୍ୟାଗ କରିବା ଭଲ। ଆଗକୁ ଯିବା। ପତ୍ନୀ, ସ୍ୱାମୀ, ପିତା, ମାତା, ସନ୍ତାନ, ସନ୍ତତି, ବନ୍ଧୁ ବାନ୍ଧବ ଏ ତ ସଦା ସର୍ବଦା ବାରମ୍ବାର ମିଳିଯାଏ, ହେଲେ ଏହି ମନୁଷ୍ୟ ଶରୀର ପାଇବା ଲାଗି କେତେ ତପସ୍ୟା। ଆଗକୁ ଯିବା। ଯଦି ସୁକର୍ମ କଲେ ନାହିଁ, ତାହାଲେ ଜୀବ ଶରୀର ପ୍ରାପ୍ତିର ଯୋଗ ନାହିଁ। ତେଣୁ ଏହି ମନୁଷ୍ୟ ଜନ୍ମରେ ଦାନ, ପୁଣ୍ୟ, ବଚନ, ସତ୍ୟ ଉପଦେଶର ନ୍ୟାୟ ସତ୍ ମାର୍ଗରେ ଗଠନ କରିଲେ ଏ ସମସ୍ତ ପାଇବାର ସୁଯୋଗ ଆସିଥାଏ। ଆଗକୁ ଯିବା। ସବୁ ମନୁଷ୍ୟଙ୍କର ପ୍ରଶାସନ ବ୍ୟକ୍ତିଙ୍କ ସହିତ, ବନ୍ଧୁ ବାନ୍ଧବ ମାନଙ୍କ ସହିତ, ପଣ୍ଡିତମାନଙ୍କ ସହିତ ବଂଶର ମର୍ଯ୍ୟାଦା ଉଡ଼ାଉଥିବା ମନୁଷ୍ୟମାନଙ୍କ ସହିତ ସଦାଭାବ ରଖ, କାରଣ ସମସ୍ତ ଦୁଃଖ ଓ ବିନାଶରୁ ମୁକ୍ତି ପାଇଯିବେ। ଆଗକୁ ଯିବା। କିଶୋର ଅବସ୍ଥାରେ ବିଦ୍ୟା ପ୍ରାପ୍ତି, ଯୌବନ କାଳେ ଧନ ଅର୍ଜନ, ପ୍ରୌଢ଼ କାଳେ ପୁଣ୍ୟ କର୍ମ କରି ନପାରିଲେ ବୃଦ୍ଧାବସ୍ଥାରେ ତାହା ଆଉ କରି ହେବ ନାହିଁ। ତେବେ କିଶୋର ଅବସ୍ଥାରୁ ହିଁ ସାବଧାନ ହେବା ଦରକାର। ସୁନିଶ୍ଚିତ ବନ୍ଧୁ, ଆଜି ପାଇଁ ଏତିକି। ଆଜି ଆମେ ଏଇ ଅଧ୍ୟାୟରେ ଜାଣିଲେ କ'ଣ ଜାଣିବା ଭଲ କହିଲେ। ଆଜି ପାଇଁ ଏତିକି। ଆମେ ଆଗାମୀ ଅଧ୍ୟାୟରେ ଜାଣିବା ପଣ୍ଡିତ ବଚନ। ତ ବନ୍ଧୁ, ସେଇ ପର୍ଯ୍ୟନ୍ତ ଆପଣମାନଙ୍କୁ ନମସ୍କାର।